ଆଉ ନାହାନ୍ତି ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ନରେନ୍ଦ୍ର ଦାସ ଓରଫ ଆମ ସମସ୍ତଙ୍କ ପ୍ରିୟ ଖଳନାୟକ ନଳି ଭାଇ। ଆଜି ସକାଳୁ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ଜଗତସିଂହପୁର ଜିଲ୍ଲା ଡିହସାଇରେ ଜନ୍ମଲାଭ କରିଥିବା ଅଭିନେତା ନଳି 2011-12 ମସିହାରେ ପ୍ରଥମେ ଯୋଗ ଦିଅନ୍ତି ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟରେ। ତୁଳସୀ ଗଣନାଟ୍ୟର ପ୍ରଯୋଜକ ଶିବପ୍ରସାଦ ଲେଙ୍କା ତାକୁ ପ୍ରଥମେ ସୁଯୋଗ ଦେଇଥିଲେ ତାଙ୍କ ଅନୁଷ୍ଠାନରେ ଅଭିନୟ କରିବା ପାଇଁ। ବାସ୍ ତାପରେ ଚାଲିଲା ତାଙ୍କର ଯାତ୍ରାର ଜୟଯାତ୍ରା। ତ୍ରିନାଥ, ପାର୍ବତୀ, ଇଷ୍ଟର୍ଣ୍ଣ ପିଙ୍କ, ଇଷ୍ଟର୍ଣ୍ଣ ଗ୍ରୀନ, ଗୌରୀ, ଇନ୍ଦ୍ରଭୁବନ, ତାରିଣୀ ଏମିତି ଅନେକ ଯାତ୍ରା ଅନୁଷ୍ଠାନରେ ସେ ଅଭିନୟ କରି ଚାଲିଲେ। ସେ ଅଭିନୟ କରିଥିବା ସଫଳ ନାଟକ ସବୁ ରାଜଧାନୀ ଏକ୍ସପ୍ରେସ, ମାଟି ଅଗଣାର ବୋହୂ, ଭାଇ ଭଉଣୀର ନୂଆ କାହାଣୀ, ସବୁଠି ବୁଲୁଛି ଶାଗୁଣା ଆଖି, କାହିଁକି କାନ୍ଦୁଛୁ ମୁହଁ ଲୁଚେଇ, ଲୁହ ଧୋଇଦେଲା ଓଠର ହସ, ଗାଁରୁ ଆସିଛି ଗୌରୀ ନାନୀ ଏମିତି ଅନେକ ନାଟକ। ତେବେ ଇଷ୍ଟର୍ଣ୍ଣ ରେଡରେ ଗାଁରୁ ଆସିଛି ଗୌରୀ ନାନୀ ତାଙ୍କୁ ଯାତ୍ରାରେ ଏକ ପରିଚୟ ଦେଇଥିଲା। ଏମିତିକି ଯାତ୍ରାରେ ତାଙ୍କୁ କେହି କେହି ଜୁନିୟର ଦୈତାରୀ ପଣ୍ଡା ବୋଲି ମଧ୍ୟ କହନ୍ତି। ଚଳିତ ବର୍ଷ ସେ ଅପେରା ଅଷ୍ଟଶମ୍ଭୁରେ ଅଭିନୟ କରୁଥିଲେ। ଗତକାଲି ଅଭିନୟ ସାରିବା ପରେ ତାଙ୍କ ଛାତିରେ ଗଭୀର ଯନ୍ତ୍ରଣା ହେବାରୁ ତାଙ୍କୁ ସିନାପାଲି ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ମାତ୍ର 45 ବର୍ଷ ବୟସରେ ତାଙ୍କର ଏଭଳି ମୃତ୍ୟୁ ଘଟିଥିବାରୁ ଯାତ୍ରା ଜଗତରେ ଶୋକର ଛାୟା ଖେଳି ଯାଇଛି। ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା, ନରେନ୍ଦ୍ର କୁମାର ଦାସ ଓରଫ ନଳି ଭାଇଙ୍କ ଆତ୍ମାକୁ ସେ ଶାନ୍ତି ଦିଅନ୍ତୁ। ଏଭଳି ଏକ ଦୁଃଖଦାୟକ ପରିସ୍ଥିତିରେ ତାଙ୍କ ପରିବାରକୁ ଅସୀମ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ।